ମୁଁ ସକାଳୁ ବିଜୁ ଜନତା ଦଳକୁ ପର୍ସନାଲ ଗ୍ରାଉଣ୍ଡରେ ଇସ୍ତଫା ଦେଇଛି। ଏକଥା ମୁଁ ଦଳର ବର୍ତ୍ତମାନ ଯିଏ ଅଛନ୍ତି ଦେବୀ ବିଶ୍ୱାଳ ତାଙ୍କୁ ମଧ୍ୟ ଜଣେଇଛି। ଅନ୍ୟମାନଙ୍କୁ ମଧ୍ୟ ମୁଁ ଜଣେଇଛି। ଜିଲ୍ଲା ସଭାପତି ପାଖକୁ ମଧ୍ୟ ପଠାଇଛି, ମୁଖ୍ୟମନ୍ତ୍ରୀ ପାଖକୁ ମୁଁ ପଠାଇଛି। ମୋର ହ୍ୱାଟ୍ସଆପ୍ରେ ମଧ୍ୟ ଅଛି ସେ କଥା। ତାପରେ ସେମାନେ ସସ୍ପେଣ୍ଡ କଥା ବୋଲି ଟିଭିରେ ବର୍ତ୍ତମାନ ମୁଁ କହିପାରିବିନି ସେ ତାଙ୍କର କ'ଣ କାରଣ ସସ୍ପେଣ୍ଡ କଲେ କଥା ମୁଁ କହିପାରିବିନି, ସେ କହିବେ। କିନ୍ତୁ ମୁଁ ମୋର ପର୍ସନାଲ ଗ୍ରାଉଣ୍ଡରୁ ମୁଁ ଇସ୍ତଫା ଦେଇଛି। ମୁଁ ସକାଳୁ ପଠାଇ ସାରିଛି। ଏଠି କଲା ପରେ ସେ ସସ୍ପେଣ୍ଡ କଥା କହୁଛନ୍ତି। ଦୁଷ୍କୃତ ଆଚରଣ ଯୋଗୁଁ ଆପଣଙ୍କୁ ସସ୍ପେଣ୍ଡ କରାଯାଇଛି ବୋଲି ସେ କହୁଛନ୍ତି। ତାଙ୍କର ବୁଝିବେ ସେ କ'ଣ କରୁଛନ୍ତି। ମୁଁ କିଛି ବିଶୃଙ୍ଖଳା କରିନି, କିଛି ନାହିଁ। ମୁଁ ତ ବିଜୁ ଜନତା ଦଳ କାର୍ଯ୍ୟକ୍ରମ ସହିତ ସାମିଲ ନାହିଁ ବୋଲି ବହୁତ ଦିନ ହେଲା କହୁଛି, ମୁଁ କହୁଛି। ଏବଂ ମୁଁ ସେଇଥିରୁ ବର୍ତ୍ତମାନ ମୁଁ ବିଜୁ ଜନତା ଦଳ କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତ ନାହିଁ। ମୁଁ ସେଥିରୁ ଇସ୍ତଫା ଦେଇଛି, ସକାଳୁ ଦେଇଛି। ମୁଁ ଦେଲା ପରେ ସେମାନେ ଏବେ ଏ କଥା ତାଙ୍କୁ ସେଭ୍ କରିବା ପାଇଁ ସେ ନିଜେ କଥା କହୁଛନ୍ତି। ଏଇ ଯେଉଁ କାର୍ଯ୍ୟକ୍ରମରେ ଆପଣ ଅସନ୍ତୁଷ୍ଟ ଥିଲେ ବିଜୁ ଜନତା ଦଳର ମୁଁ ଆଗରୁ କହିସାରିଛି, ଅସନ୍ତୁଷ୍ଟ ଥିଲେ ବୋଲି ମୁଁ କହିସାରିଛି। କାର୍ଯ୍ୟକ୍ରମ ଠିକ୍ ଭାବରେ ହେଉନି, ମୁଁ କହିସାରିଛି ଆଗରୁ।